ଯେତେ ଖରା ବର୍ଷା ଧଡ଼ି ଯାହା ହେଲେ ବି ଧୂପ ଦେବାକୁ ଆସେ, କିନ୍ତୁ କାହା ପାଖରେ କ'ଣ ମୁଁ ବହୁତ ମାଆଙ୍କୁ ମୋତେ ପରୀକ୍ଷା କରେନି, ମୁଁ ବି କହିପାରୁନି। ମାଆଙ୍କର ଅପାର କରୁଣା। ମୋର 2ଟି ପିଲା ପାଠ ପଢ଼ୁଥିଲେ, ମୋର ଚାଷୀବନ୍ଦୀ ଘର, କିନ୍ତୁ ମୁଁ ଏ ମାଆଙ୍କୁ ସବୁବେଳେ ମୋର ପିଲା 2ଟି ମଣିଷ ଅଭାବ ଅସୁବିଧା ଯେତେ ଦେହ ଖରାପ ଯାହା ଭଲ ମନ୍ଦ ହେଲେ ବି ମୁଁ ମାଆଙ୍କର ସେ ସୁତିକେଶ୍ୱରଠୁ ଆରମ୍ଭ କରି କୋଣାର୍କ ପର୍ଯ୍ୟନ୍ତ ପ୍ରାୟ ଭକ୍ତ ଆସନ୍ତି। ଆଉ ବିଶେଷ କରି ବର୍ଷା ଦିନେ ପ୍ରବଳ ଲୋକ ହୁଅନ୍ତି। ପ୍ରାୟ କମ୍ପଲସରି ସମସ୍ତେ ବର୍ଷକୁ ଥରେ ମହାପ୍ରଭୁଙ୍କ ପୀଠରେ ଯେମିତି ହେଲେ ରୋଷେଇ ଗଣ୍ଡେ କରିକିରି ପାଦୁଅ ପାଣି ଟିକେ ନେଇକିରି ଗୋରୁ ଗାଈଙ୍କ ପାଇଁ ଯାଆନ୍ତି। ଏଇଟା ନିଶ୍ଚିନ୍ତ, ଯାହାର ଗୋରୁ ଗାଈଟେ ହେଲା କ'ଣ ହେଲା କି ଛାଡ଼ି ଦେଇ ଯାଆନ୍ତି, ଦାନ କରିଥାନ୍ତି। ଯେଉଁମାନଙ୍କର ଗୋରୁଙ୍କର କିଛି ଅସୁବିଧା ଥିଲା କ୍ଷୀର ଘିଅ ଛେନା ଆଣିକି ଭୋଗ କରି ଯାଆନ୍ତି। ଏଇଟା ବହୁତ ଛୁଆବେଳେ ଆମେ ଦେଖି ଆସୁଛୁ। କଦଳୀ ଭୋଗ, ଛେନା ଭୋଗ, ପ୍ରାୟତଃ ସବୁବେଳେ କିଛି ନା କିଛି ନୀତି ନଥିଲେ ମଧ୍ୟ କିଛି ନା କିଛି ସବୁଦିନ ନୀତି ଭୋଗ ତାଙ୍କର ହେଇଯାଏ। ଆମେ ଛୁଆବେଳେ ଦେଖିଛୁ। ଆମେ ଏଠି ବୁଲୁଥାଉ ଯେମିତି ଘଣ୍ଟି ବାଜିବ ଦୌଡ଼ିକି ଆସିବୁ, ସେ ସତ୍ର ହେଇନଥାବ, ସେ ମନ୍ତ୍ର ବି ଆମର ମନେ ରହିଯାଇଛି। ହେଲେ ସେ ମନ୍ତ୍ର ଛୋଟବେଳୁ ଶୁଣି ମନେ ରହିଯାଇଥିଲା, ଏ ବୁଢ଼ା ମନ୍ତ୍ର। ତେଣୁ ସେ କଦଳୀ କ'ଣ ଯଦି ବେଶୀ ନଥିବ କହିଲେ ଏକ ପିଲା ଟିକେ ଟିକେ ଦେବ, ମାନେ ଏମିତି ନଖରେ ଖଣ୍ଡ କରି ଟିକେ ଦେବ, ସେଇଆକୁ ଖାଇ ଗୋଡ଼। ତେଣୁ ଇଏ ତ ବହୁତ ମହିମା ଏଥିରେ। ଏଠି ଜଣେ ଭେଟେନାରୀର ଥିଲେ ବି, ମାନେ ସ୍ତ୍ରୀ ଲୋକଙ୍କ ପାଇଁ ପିଲାପିଲି ହେବା ପାଇଁ ଏ ବାବା ମଧ୍ୟ ଯେଉଁ ଅଛନ୍ତି ନୀଳା ବାବା, ସେ ବି ହୁକୁମ ଦେଉଛନ୍ତି। ଏବେ କୁମ୍ଭମେଳା ଆଜିକି 43 ବର୍ଷ ହେଲା ହୋଇ ଆସୁଛି। ବହୁ ଦୂରରୁ ବହୁତ ଭକ୍ତମାନେ, ହଜାର ଭକ୍ତମାନେ ଆସୁଛନ୍ତି। ମାନସିକ ବରୁଣେଇଙ୍କର ମାନସିକ ଯେକୌଣସି ମାନସିକ କଲେ ବି ସେଇଟା ସଫଳ ହେବ। ଆଉ ଗୋରୁଗାଈ ମୁଖ୍ୟତଃ ଗୋରୁଗାଈ ଆଉ ପିଲାପିଲି ଯାହାର ହେଉନଥିବ 14 ବର୍ଷ ପର୍ଯ୍ୟନ୍ତ ବି ପିଲାପିଲି ହେଉନଥିବ, ସେଇଟା ବି ମାନେ ମାଆଙ୍କ ଆଶୀର୍ବାଦରୁ ହେଉଛି। ଆଉ ଅନ୍ୟ ଯେମିତି ମାନସିକ ଯାହାମାଳ ଫଳ ପଡ଼ୁଛି ସବୁ ଇଏ କରିକିରି ଭକ୍ତମାନେ ଆସୁଛନ୍ତି। ବହୁ ଦୂରରୁ ସବୁ କଟକ ଭୁବନେଶ୍ୱରରୁ ଆସୁଛନ୍ତି। ସବୁ ଯାହାମାଳ ଫଳ ପଡ଼ୁଛି, ଯାହାର ଯେମିତି ମାନସିକ ଅଛି ପିଲାପିଲି ହେଲା ପରେ ଯାହାମାଳ ଫଳ ପଡ଼ୁଛି। ଏସବୁ ତ ରହିଛି ଆଉ ଠାକୁରଙ୍କର। ଆପଣ ଏଠି 40 ଅଲୌକିକ ଶକ୍ତି କ'ଣ ସେଇ ତ ସବୁ ମାଆଙ୍କର ଇଏରୁ ସବୁ ମାନେ ବହୁତ ଏଇସବୁ ଗୋରୁଗାଈ ଭଲ ମନ୍ଦ ଏଇସବୁ ପ୍ରକାର ଆଶ୍ଚର୍ଯ୍ୟଜନକ କଥା। ଯାହାର ଯେମିତି ଇଏ ଅସୁବିଧା ହେଉଛି ସାଥୀ ମାଆଙ୍କୁ ଡାକିଲା ପରେ ସେଇଟା ନିଶ୍ଚିନ୍ତ ସେ ଉପଶମ ପାଉଛନ୍ତି ଏବଂ ଠାକୁରଙ୍କ ପାଖକୁ ଆସୁଛନ୍ତି।